IRB ଏମାନଙ୍କ ପାଇଁ ଆସିଗଲା ଖୁସିର ଖବର। ଆଡ଼ମିଟ୍ କାର୍ଡ଼ ମୁଁ ଯେମିତି କହିଥିଲି ସୋମବାର ଡାଉନଲୋଡ଼ ହେବ, ସେମିତି ସୋମବାର ଆପଣଙ୍କର ଆଡ଼ମିଟ୍ କାର୍ଡ଼ ଡାଉନଲୋଡ଼ ଚାଲନ୍ତୁ ଦେଖିବା। ତାର ମେନ୍ ୱେବସାଇଟ୍ ଓଡ଼ିଶାର ପୋଲିସର ମେନ୍ ୱେବସାଇଟ୍ ଯେଉଁ ରହିଛି ସେଠି ଆପଣଙ୍କର ଏଠି ନୋଟିଫିକେସନ୍ଟି ଆସୁଛି। ନୋଟିଫିକେସନ୍ ସେ ଦେଖନ୍ତୁ ଆଡ଼ଭାର୍ଟାଇଜମେଣ୍ଟ ନୋଟିଫିକେସନ୍ ମେଥଡ଼ ଅଫ୍ କମ୍ପ୍ୟୁଟର ସେଟା ଅଲଗା। ସେକେଣ୍ଡରେ ଯେଉଁଟା ଅଛି ଆଡ଼ମିଟ୍ କାର୍ଡ଼ ଆଣ୍ଡ ମକ୍ ଟେଷ୍ଟ ପାଇଁ ଚେକ୍ କରିବା। ଆସିଗଲା ଏଇଟା ଟଚ୍ କଲି। ଲେଟର ନମ୍ବର 7 ଡେଟେଡ୍ 30/11 ଆଜିର ଡେଟ୍ରେ ଆପଣଙ୍କର ଯେଉଁ ନୋଟିଫିକେସନ୍ଟି ଆସିଥିଲା ପର୍ସନାଲ ଆଡ଼ଭାର୍ଟାଇଜ ନମ୍ବର 2 SSBର 22/9ର ଯେଉଁ ଆଡ଼ଭାର୍ଟାଇଜ ଅନୁସାରେ ଆପଣଙ୍କର ଇନଫର୍ମେସନ୍ ହେଉଛି କମ୍ପ୍ୟୁଟର ବେସ୍ଡ ରିକ୍ରୁଟମେଣ୍ଟ ଯେଉଁ ରହୁଛି ଆପଣମାନଙ୍କର ଏକ୍ଜାମିନେସନ୍ ଆଉ ପୋଷ୍ଟ ହେଉଛି ସିପାହୀ କନଷ୍ଟେବଳ ବାଟାଲିୟନ୍ ୱିଲ୍ ହେଲ୍ଡ ଫ୍ରମ୍ 7 ଡିସେମ୍ବର 2024 ଅନୱାର୍ଡ଼। ତ ଡିଫରେନ୍ସ ଡିଷ୍ଟ୍ରିକ୍ଟରେ ଆପଣଙ୍କର 7 ଡିସେମ୍ବର ଠାରୁ ହେବ, ଯେଉଁଟାକି ଟାଇମ୍ ଟେବୁଲ୍ ଆପଣଙ୍କର ଆଡ଼ମିଟ୍ କାର୍ଡ଼ ଡାଉନଲୋଡ଼ କଲା ପରେ ଟାଇମ୍ ଟେବୁଲ୍ ଆଉ ସବୁ ଯାହା ଅଛି ସେଗୁଡ଼ା ଜଣାପଡ଼ିଯିବ। ଆଡ଼ମିଟ୍ କାର୍ଡ଼ ଡାଉନଲୋଡ଼ କରିବେ 2/12 ସୋମବାର ଆପଣଙ୍କର 10 AM ଅନୱାର୍ଡ଼ ତାଠାରୁ ଆପଣଙ୍କର ଆଡ଼ମିଟ୍ କାର୍ଡ଼ ଡାଉନଲୋଡ଼ କରିବେ। ମକ୍ ଟେଷ୍ଟ ରହିବ। ମକ୍ ଟେଷ୍ଟ ୱିଲ୍ ବି ଆପଣଙ୍କର ମକ୍ ଟେଷ୍ଟ କେମିତି ଏକ୍ଜାମ୍ ରହିବ 3/12/2024ରେ ଆପଣ ମକ୍ ଟେଷ୍ଟ ଦେଇପାରିବେ। ତାପରେ ଆପଣଙ୍କର 7 ତାରିଖରେ ଆପଣଙ୍କର ଯେଉଁଠି ଥିବ ଆପଣଙ୍କର ପୋର୍ଟାଲରେ ଆପଣ ଦେଖିବେ odishapolice.gov.in ଆପଣଙ୍କର ଆଡ଼ମିଟ୍ କାର୍ଡ଼ ଡାଉନଲୋଡ଼ କଲା ପରେ ଆପଣମାନେ ଜାଣିପାରିବେ କେଉଁଠି ଆପଣମାନଙ୍କର ଏକ୍ଜାମ୍ ସେଣ୍ଟର ଅଛି, ସ୍କେଡ୍ୟୁଲ୍ କ'ଣ ରହିଛି ଏକ୍ଜାମ୍ ସେଣ୍ଟର ଆଉ ସ୍କେଡ୍ୟୁଲ୍ ଅଫ୍ ଏକ୍ଜାମ୍ ଆପଣମାନେ ଜାଣିପାରିବେ। ତାପରେ ଆଉ କିଛି ଯଦି ଅପଡ଼େଟ୍ ଅଛି ମୁଁ ଭିଡ଼ିଓ ମାଧ୍ୟମରେ ନିଶ୍ଚିନ୍ତ ଜଣାଇବି। ସମସ୍ତେ ଜାଣିପାରୁଥିବେ ଆପଣମାନେ ଚାହିଁ ବସିଥିଲେ ତ ଆପଣମାନଙ୍କର ଆଡ଼ମିଟ୍ କାର୍ଡ଼ 2 ତାରିଖ 10ଟା AM ପରେ ଡାଉନଲୋଡ଼ ହେବ। ଯେଉଁମାନେ ଡାଉନଲୋଡ଼ ନ କରିପାରୁଛନ୍ତି ମୋତେ ଡେସ୍କ୍ରିପସନ୍ ଲିଙ୍କ୍ ଅଛି, ହ୍ୱାଟ୍ସଆପ୍ରେ ମୋତେ ମେସେଜ୍ କରିପାରିବେ ହେଲା। ଧନ୍ୟବାଦ।